ନମସ୍କାର। ଆଜି ବି ମୋ ପୁରୀ ବସାରେ ମୁଁ କାଳୁ ସାମ୍ନାରେ ବସି ଆପଣଙ୍କ ସହିତ କିଛି କାଳୁର ଅନୁଭୂତି କି ଆପଣଙ୍କ ସହିତ ସେୟାର କରୁଛି। ମୁଁ ଆଗରୁ କହିଛି, ଅନେକ ଥର କହିଛି, କାଳୁକୁ ବୁଝିବା ଏ ଜୀବନରେ ଏତେ ସହଜ କଥା ନୁହେଁ। ଯେଉଁ ମଣିଷ ଭାବି ଦଉଥିବ ଯେ ମୁଁ ଜଗନ୍ନାଥଙ୍କୁ ନେଇ ଅନେକ ଶାସ୍ତ୍ର ପୁରାଣ ପଢ଼ି ଦେଇଛି, ମୋ କଣ୍ଠରେ ଜଗନ୍ନାଥଙ୍କୁ ନେଇ ଅନେକ ଶ୍ଲୋକ ସ୍ତୁତି କଣ୍ଠସ୍ଥ, ସେଇଟା ତାର ଭ୍ରମ ମାତ୍ର। ଭ୍ରମ ମାନେ ଜଣେ ଅନେକ ଶାସ୍ତ୍ର ପୁରାଣ ପଢ଼ିଦେଲେ ସେ ହୁଏତ ଜଗନ୍ନାଥଙ୍କ ସମ୍ବନ୍ଧରେ କିଛି ଜାଣିପାରେ, କିନ୍ତୁ ସିଧାସଳଖ ଜଗନ୍ନାଥଙ୍କୁ ଜାଣିପାରିବ ନାହିଁ। There is a hell and heaven difference between to know about Jagannath and to know Jagannath. ଜଗନ୍ନାଥଙ୍କ ସମ୍ବନ୍ଧରେ ହଜାର ହଜାର ପୁସ୍ତକ ରଚନା କରାଯାଇଛି। ହଜାର ହଜାର ପୁସ୍ତକ ପଢ଼ିଦେଲେ ଆମେ ଜଗନ୍ନାଥଙ୍କ ସମ୍ବନ୍ଧରେ ଜାଣିପାରିବା, ଏବାଉଟ୍ ଜଗନ୍ନାଥଙ୍କ ବିଷୟରେ ଜାଣିପାରିବା, କିନ୍ତୁ ଜଗନ୍ନାଥଙ୍କୁ ଜାଣିପାରିବା ନାହିଁ। ଯେମିତି ଧରାଯାଉ, ଉଦାହରଣ ପାଇଁ କହୁଛି, ନଈରେ ପହଁରିବା ପାଇଁ ଧର ପହଁରିବା ଉପରେ ଅନେକ ପୁସ୍ତକ ଲେଖାଯାଇଥିବ। ହାଉ ଟୁ ସୁଇମ୍, ଗୋଟେ ନଦୀରେ କେମିତି ଜଣେ ପହଁରିବ, ତା ଉପରେ ହୁଏତ ଅନେକ ପୁସ୍ତକ ଲେଖାଯାଇଥିବ। ନଦୀରେ କେମିତି ପହଁରିବ, କ'ଣ ପିନ୍ଧିବ, ପହଁରିଲା ବେଳେ ନିଶ୍ୱାସ କେମିତି ନେବ, କେଉଁ ପୋଜିସନରେ ନଈରେ ପଡ଼ିକି ରହିବ, ହୁଏତ। ତେଣୁ ନଈରେ ପହଁରିବା ସମ୍ପର୍କରେ ହୁଏତ ଆପଣମାନେ କିଛି ଜାଣିଦେଇପାରନ୍ତି, କିନ୍ତୁ ନଦୀରେ କେମିତି ପହଁରିବା ବିଷୟରେ ଯେତେ ଜାଣିଲେ ମଧ୍ୟ ନଦୀରେ ପହଁରି ପାରିବନି ଅନଲେସ୍ ଯେତେବେଳେ ଯାଏ ତୁମେ ନଦୀ ଭିତରକୁ ଡେଇଁନ। ନଦୀ ଭିତରେ ଡେଇଁ ଯିଏ ପହଁରି ଶିଖିଛି ବା ପହଁରି ଜାଣିଛି, ପହଁରା ଶିଖିଥିବା ମଣିଷଟେ ପହଁରିବା ସମ୍ବନ୍ଧରେ କିଛି ପୁସ୍ତକ ଆଉ ପଢ଼ିବ କି? ବୋଧହୁଏ ଆଦୌ ନୁହେଁ। କିମ୍ବା ଆଉ ଗୋଟେ ଛୋଟ ଉଦାହରଣ ଦଉଛି, ଧରାଯାଉ ନରେନ୍ଦ୍ର ମୋଦିଙ୍କ ଉପରେ ଅନେକ ପୁସ୍ତକ ବାହାରିଲାଣି। ତୁମେମାନେ ସେ ପୁସ୍ତକ କିଣିବି ପଢ଼ିବ, ନରେନ୍ଦ୍ର ମୋଦିଙ୍କ ପିଲାବେଳ କେମିତି ଥିଲା, କେମିତି ଚା ବିକୁଥିଲେ, କେମିତି ବଡ଼ ହେଲେ, ହୁଏତ ତାଙ୍କ ବିଷୟରେ ଜାଣିବ। ଜଣେ ଲୋକ କିନ୍ତୁ ସିଧାସଳଖ ଯାଇ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବ, ନରେନ୍ଦ୍ର ମୋଦିଙ୍କ ସହିତ କଥାବାର୍ତ୍ତା କରି ତାଙ୍କ ବିଷୟରେ ସବୁ ଜାଣିଯିବ। ନରେନ୍ଦ୍ର ମୋଦିଙ୍କୁ ଥରେ ଦେଖା କଲା ପରେ ତାଙ୍କ ସମ୍ବନ୍ଧରେ ଆଉ ବହି ପଢ଼ିବାର ଆବଶ୍ୟକତା ଅଛି କି? ନା। ଅବିକଳ ସେୟା ହେଉଛି ଜଗନ୍ନାଥଙ୍କ କ୍ଷେତ୍ରରେ। ଜଗନ୍ନାଥଙ୍କୁ ନେଇ ତୁମେ ଅନେକ ବହି ପଢ଼ିପାର, କିନ୍ତୁ ଜଗନ୍ନାଥ କିଏ ତୁମେ ଜାଣିପାରିବନି। ଜଗନ୍ନାଥଙ୍କ ସହିତ ସିଧାସଳଖ ଦର୍ଶନ ହେଲେ, ସାକ୍ଷାତ ହେଲେ, ବା ଅନ୍ୟ ଭାଷାରେ କହିଲେ ୱାନ୍ସ ୟୁ ଆର୍ ଏ ରିଅଲାଇଜ୍ଡ ସୋଲ୍, ଗୋଟେ ଆତ୍ମ ଉପଲବ୍ଧିର ମଣିଷ ହେଲେ ଜଗନ୍ନାଥଙ୍କ ସମ୍ବନ୍ଧରେ ଆଉ କୌଣସି ପୋଥି ପୁରାଣ ଶାସ୍ତ୍ର ପଢ଼ିବାର ଆବଶ୍ୟକତା ନାହିଁ। ଯଦି ଥରେ ଜଗନ୍ନାଥଙ୍କ ସହିତ ସିଧାସଳଖ ସାକ୍ଷାତ ହେଇଯାଇଛି ବା ଦର୍ଶନ ହେଇଯାଇଛି। ମୋ କଥାକୁ ଆପଣମାନେ କେତେ ଦୂର କେମିତି ଗ୍ରହଣ କରୁଛନ୍ତି ମୁଁ କହିପାରିବିନି। ମୋର ଏଇ ଛୋଟିଆ ଜୀବନରେ ଯେହେତୁ ଜଗନ୍ନାଥଙ୍କ ସହିତ ମୋର ସମ୍ବନ୍ଧ ସ୍ଥାପନ ହେଇଯାଇଛି, ଏଇ ଛୋଟିଆ ଜୀବନରେ ମୁଁ ତାଙ୍କର ଦର୍ଶନ ପାଇଛି, ତେଣୁ ନୀତି ପ୍ରତିଦିନ ଘଟି ଯାଉଥିବା ଘଟଣାକୁ ମୁଁ କେବଳ ଆପଣମାନଙ୍କ ଆଗରେ ସେୟାର କରୁଛି କେବଳ ଏଇଥିପାଇଁ ଯେ ବାରମ୍ବାର କହୁଛି, ଆପଣମାନେ ଜଗନ୍ନାଥଙ୍କୁ କେବଳ ଏକ ନିର୍ଜୀବ କାଠଗଣ୍ଡି ବୋଲି ଆଦୌ ଭାବନ୍ତୁ ନାହିଁ।
ଏଇ ଛୋଟିଆ ଜୀବନରେ ଚେଷ୍ଟା କରନ୍ତୁ ତାଙ୍କ ସହିତ ସାକ୍ଷାତ ହେବା ପାଇଁ। ଯେତେ ଦିନ ଯାଏଁ ଆପଣ କେବଳ ମନ୍ଦିରକୁ ଯାଉଥିବେ ବା ଆପଣଙ୍କ ନିଜ ଘରେ ଜଗନ୍ନାଥଙ୍କ ସାମ୍ନାରେ ବସି କେବଳ ପ୍ରାର୍ଥନାରେ କିଛି ମାଗୁଥିବେ, ମୋ ସ୍ୱାମୀର ଟ୍ରାନ୍ସଫର ହେଇଯାଉ, ମୋ ଘର ପାଖକୁ ହେଇଯାଉ, ସ୍ୱାମୀର ପ୍ରମୋସନ ହେଇଯାଉ, ଝିଅର ବାହାଘର ହେଇଯାଉ, ପୁଅର ଚାକିରି ହେଇଯାଉ, ମୋ ବୋଉର ଦେହ ଖରାପରୁ ସେ ଦେହ ଖରାପରୁ ମୁକ୍ତି ମିଳିଯାଉ, ଏଇ ନାନାଦି ଛୋଟ ଛୋଟ ଜୀବନର କାମନା ବାସନାକୁ ନେଇ ଯେତେ ଦିନ ଯାଏ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥିବେ, ଜଗନ୍ନାଥ ଆପଣଙ୍କ ପାଇଁ ସେଇଭଳି ଗୋଟେ କେବଳ କାଠର ନିର୍ଜୀବ କାଠ ଖଣ୍ଡେଇ ହେଇ ରହିଥିବେ। ଜଗନ୍ନାଥଙ୍କ ସହିତ ଯେତେବେଳେ ଆପଣଙ୍କର ସମ୍ପର୍କ ଯୋଡ଼ି ହେଇଯିବ, ସେତିକି ବେଳେ ହିଁ ଆପଣଙ୍କର ଅନୁଭବରେ ଆସିବ ଯେ ସେ କେବଳ ଝିଅର ବାହାଘର, ପୁଅର ଚାକିରି ବା ସ୍ୱାମୀର ପ୍ରମୋସନ ପାଇଁ ବସିନି। ଯଦି ଜଗନ୍ନାଥଙ୍କ ସହିତ ତୁମର ସମ୍ପର୍କ ଯୋଡ଼ି ହେଇଗଲା, ତାହେଲେ ତୁମର ତାକୁ କିଛି ମାଗିବା ଦରକାର ନାହିଁ, କହିବା ଦରକାର ନାହିଁ। ସେ ସବୁ ତୁମ ବିଷୟରେ ଜାଣୁଛି, ତୁମର ସବୁ ଦାୟିତ୍ୱ ସିଏ ନେଇଯିବ ମନକୁ ମନ। ଗୋଟେ ଜଣଙ୍କ ସହିତ ଯଦି ବନ୍ଧୁତା ପ୍ରଗାଢ଼ ହେଇଯାଏ, ତାହେଲେ ଯଦି ବନ୍ଧୁଟି ଖାଇନି, ତାହେଲେ ଯେଉଁ ବନ୍ଧୁ ସହିତ ପ୍ରଗାଢ଼ ହେଇଯାଇଥିବ, ବନ୍ଧୁତାର ଆତ୍ମୀୟତାରେ ବାନ୍ଧି ହେଇଯାଇଥିବ, ସିଏ ବନ୍ଧୁଟି ଖାଇବାର ବ୍ୟବସ୍ଥା କରିଦେବ। ଯଦି ଦୁଇ ବନ୍ଧୁ ଏକାଠି ସବୁବେଳେ ଅଛନ୍ତି, ତାହେଲେ ଗୋଟେ ବନ୍ଧୁର ଯାହା ଅଭାବ ଅସୁବିଧା ଅପର ବନ୍ଧୁଟି ଯଦି ସକ୍ଷମ, ତାହେଲେ ସିଏ ସବୁ ବ୍ୟବସ୍ଥା କରିନେଉଥିବ। ଅବିକଳ ସେଇ ସମ୍ପର୍କ ଏବଂ ସେଇ ସମର୍ପଣର ଭାବରେ କାଳୁ ବା ଜଗନ୍ନାଥ ଆପଣଙ୍କ ସହିତ ଯୋଡ଼ି ହେଇଯିବେ, ଯେମିତି ମୋ ସହ ଯୋଡ଼ି ହେଇଯାଇଛନ୍ତି। କାଳୁକୁ ମୋତେ କିଛି କହିବାକୁ ପଡ଼େନି। ମୁଁ କେତେବେଳେ କ'ଣ ଖାଇବି ତାର ସୁବନ୍ଦୋବସ୍ତ ସିଏ କରିଦିଏ, ଯେଉଁଗୁଡ଼ା ଆପଣ ଶୁଣିଲେ ଆପଣଙ୍କୁ ଅତ୍ୟାଶ୍ଚର୍ଯ୍ୟ ଲାଗିବ। ମୁଁ ନିଜେ ଯେତେବେଳେ ହତଚକିତ ହେଇଯାଉଛି, ମୁଁ ନିଜେ ଜାଣୁଛି ଆପଣମାନଙ୍କୁ ମଧ୍ୟ ମୋ କଥାକୁ ଗ୍ରହଣ କରିବାକୁ କେତେ କଷ୍ଟ ହେଉଥିବ। ମୁଁ କେତେବେଳେ କ'ଣ ଖାଇବି ସେ ବ୍ୟବସ୍ଥା କରେ, କେତେବେଳେ କୁଆଡ଼େ ଯିବି, ଧରା ଯିବି ମାନେ ମୁଁ ତାର କହୁଛି ମୁଁ ଭୁବନେଶ୍ୱର ଅଛି, ପୁରୀ ଅଛି, ମୁଁ ଆଜି କଟକ ଯିବି କି ବାଲେଶ୍ୱର ଯିବି, କେମିତି ଯିବି, କେଉଁ ଗାଡ଼ିରେ ଯିବି, କେମିତି ଯିବି, ତା ବନ୍ଦୋବସ୍ତ ମୁଁ କହିବାକୁ ପଡ଼େନି, ସିଏ ଅଯାଚିତ ଭାବରେ କରିଦିଏ। ମୋର ଦେହ ଖରାପ ଅଛି, କିଏ ଆସି ଔଷଧ ଦେବ, କିଏ ମୋର ଅଣ୍ଟା ଘଷିବ, କିଏ ମୋର ଗୋଡ଼ ଘଷିବ, ସିଏ ବ୍ୟବସ୍ଥା କରିଦିଏ। ମାନେ ଜୀବନରେ ଏମିତି ଛୋଟ ଛୋଟ ଘଟଣା ଘଟିଯାଏ ବା ମୋ ଜୀବନରେ ଘଟି ଯାଉଛି, ମୁଁ ପ୍ରତିଟି ମୁହୂର୍ତ୍ତରେ ହତଚକିତ ହେଇଯାଉଛି। ଥରେ ଥରେ ନିଜକୁ ନିଜେ ବି ପ୍ରଶ୍ନ କରୁଛି, ସତରେ କ'ଣ କାଳୁ ସେ ତ ସବୁ ତା ନା ଜଗନ୍ନାଥ ମାନେ ଜଗତର ନାଥ, ତଥାପି ସୁଦ୍ଧା ସେ ମୋର ଏ କଥାକୁ ଏତେ ଟେକ୍ନିକ୍ ଭାବରେ କେମିତି ମନରେ ରଖିଛି, ମୋର ସମସ୍ତ ଆବଶ୍ୟକତା କେମିତି ପୂରଣ ସେ କରିଦେଉଛି। ଯଦିଓ ମୁଁ ଜାଣେ ସେଥିପାଇଁ ଏ ଜନ୍ମରେ ମୁଁ ସେଭଳି ଯୋଗ୍ୟତା ସମ୍ପନ୍ନ ମଣିଷ ନୁହେଁ। ତେଣିକି ଆପଣମାନେ କିଏ କେମିତି ମୋତେ ଦୃଷ୍ଟି ଦେଖୁଛନ୍ତି ମୁଁ ଜାଣିନି। କେହି କେହି କହୁଛି, ଛାଡ଼ନ୍ତୁ, କେହି କେହି କହୁଛନ୍ତି ମୁଁ କୁଆଡ଼େ ସବୁ ଜାଣିପାରୁଛି, କିଏ କିଏ କହୁଛନ୍ତି ମୁଁ ଅମୁକ ପଞ୍ଚସଖାଙ୍କର ଅମୁକ, କେହି କେହି କହୁଛନ୍ତି ପୂର୍ବ ଜନ୍ମରେ ମୁଁ ଏହା ଥିଲି, ଏ ଜନ୍ମରେ ଏହା। ବିଭିନ୍ନ ଭାବରେ ମୋ ସହିତ ମିଶୁଥିବା, ମୋତେ ଭଲ ପାଉଥିବା ମା ଭାଇ ଭଉଣୀମାନେ ସେ ସେମାନଙ୍କର ଚିନ୍ତାଧାରାକୁ ବ୍ୟକ୍ତ କରୁଛନ୍ତି। ଆଜି ସକାଳେ ସେମିତି ପୁରୀର ଯେଉଁ ଭଉଣୀଟି ସୁଜାତା, ସେ କହିଲା ଯେ ବାବା ଆପଣଙ୍କୁ ଧ୍ୟାନ ଶିଖିଲା ପରେ ମୁଁ ଯେତେବେଳେ ରାତିରେ ଧ୍ୟାନରେ ବସୁଛି,
ସେତେବେଳେ ଆପଣଙ୍କ ମୁହଁ ତ ଆସୁଛି, ଆପଣଙ୍କ ମୁହଁ ପରେ ପରେ ଅଚ୍ୟୁତାନନ୍ଦଙ୍କ ମୁହଁ ଚାଲି ଆସୁଛି। ଆପଣ କ'ଣ ପୂର୍ବଜନ୍ମର ଅଚ୍ୟୁତାନନ୍ଦ? ମୁଁ କହିଲି ଏ ଜନ୍ମରେ ମୁଁ ଗୋଟେ ସାଧାରଣ ଧୂଳି ମାଟିର ମଣିଷ। ନା ଧ୍ୟାନରେ ମୋ ଘର ଧୂପକାଠିରେ ମହମହ ବାସ୍ନା କରୁଛି ରାତି ଅଧରେ, ଏଇଟା କେମିତି ସମ୍ଭବ? ମୁଁ କହିଲି ଏ ସମ୍ଭବ ହେଉଛି କେବଳ ଜଗନ୍ନାଥଙ୍କର ଅପାର କରୁଣାରୁ ତୁମ ପ୍ରତି। ତୁମେ ଧ୍ୟାନରେ ଠିକ୍ ରାସ୍ତାରେ ଅଛ। এইଭଳି ଅନେକ ମା ଭଉଣୀ ଭାଇମାନେ ସେମାନଙ୍କର ବ୍ୟକ୍ତିଗତ ଅନୁଭୂତି ଯେଉଁମାନେ ମୋ ଠାରୁ ଆସି ଧ୍ୟାନ ଶିଖିଛନ୍ତି ସେମାନେ କହିଥାନ୍ତି। ଆଜିର ବିଷୟବସ୍ତୁ ମୁଁ ଧ୍ୟାନ ଉପରେ କହୁନି କି ଧ୍ୟାନର ଅନୁଭୂତି ବିଷୟରେ କହୁନି। ମୁଁ କେବଳ ଏତିକି କହୁଛି ଯେ କାଳୁ ନାମରେ ମୋର ଯେଉଁ ବନ୍ଧୁଟି, ସେ କିଭଳି ମୋର ଜୀବନର ପ୍ରତିଟି ପଦକ୍ଷେପକୁ ଜଗିଛି। ଏହା ବୋଲି ଆଦୌ ଭାବନ୍ତୁ ନାହିଁ ଯେ ସିଏ ମୋତେ ଜୀବନରେ କଷ୍ଟ ଦିଏ ନାହିଁ। ଯଦି ତାକୁ କଷ୍ଟ କୁହାଯିବ, ମୁଁ ତ ସାମାଜିକ ଦୃଷ୍ଟିଭଙ୍ଗୀରେ ଯାହା ସବୁ ଜୀବନରେ ଜ୍ୱାଳା ଯନ୍ତ୍ରଣା ଭୋଗ କରେ, ସେ ମାନସିକ ହେଉ, ସାମାଜିକ ହେଉ ବା ଶାରୀରିକ ହେଉ, ମୁଁ ମଧ୍ୟ ତାକୁ କାଳୁର ମହାପ୍ରସାଦ ହିସାବରେ ଯେହେତୁ ଗ୍ରହଣ କରିଯାଇଛି, ସେ ଯାହା ମୋତେ ଦିଏ ମୁଁ କହେ ତୋର ଇଏ ପ୍ରସାଦ। ମୁଁ ଆକୁ ହସି ହସି ଗ୍ରହଣ କରୁଛି। ବୋଧ ହୁଏ କାଳୁ ଏ ଜୀବନରେ ଅନେକ କଷ୍ଟିଆ ପରୀକ୍ଷା ଭିତରେ ମୋତେ ପକେଇଛି। ହୁଏତ ମୁଁ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯାଇଛି। ତେଣୁ ସାଂଘାତିକ ଶାରୀରିକ ଅସୁସ୍ଥତାରେ ପଡ଼ିଲେ ମଧ୍ୟ ମୁଁ କାଳୁକୁ ଧନ୍ୟବାଦ ଦେଇଥାଏ। ଅପରେସନ୍ ହେଲେ ବି ଧନ୍ୟବାଦ ଦେଇଥାଏ। ଦୁର୍ଘଟଣା ଘଟିଥିଲେ ମଧ୍ୟ ଧନ୍ୟବାଦ ଦେଇଥାଏ। ପାରିବାରିକ ଜୀବନରେ ଅସହ୍ୟ ଜ୍ୱାଳା ଯନ୍ତ୍ରଣା ଝଡ଼ଝଞ୍ଜା ଆସିଥିଲେ ମଧ୍ୟ ମୁଁ ତାକୁ ଧନ୍ୟବାଦ ଦେଇଥାଏ। ଏବଂ ବଡ଼ ଆଶ୍ଚର୍ଯ୍ୟ ଢଙ୍ଗରେ କାଳୁ ପରୀକ୍ଷା କରିବା ପାଇଁ ବହୁତ କଷ୍ଟିଆ ପ୍ରଶ୍ନପତ୍ର ପକାଇଥାଏ ଏବଂ ମୁଁ ପରବର୍ତ୍ତୀ ସମୟରେ ଅନୁଭବ କରେ ମୁଁ ସେ ପ୍ରଶ୍ନପତ୍ରର ଉତ୍ତର ଠିକ୍ ଭାବରେ ଦେଇଛି ଏବଂ ତାପରେ ଅକୁଣ୍ଠିତ ହୃଦୟରେ କାଳୁ ତାର କରୁଣାର ବାରି ମୋ ଉପରେ ଅଜାଡ଼ି ଦେଇଥାଏ। ଆଜି ସେଇଭଳି ଏକ ଘଟଣା। ହଁ, ଏଇଠି ଆଉ ଗୋଟେ ସୂଚନା ଦେଇ ଦେଉଛି। 25 ତାରିଖ ସୁଦ୍ଧା ଯେଉଁମାନେ ଧ୍ୟାନ ଶିକ୍ଷାକୁ ଚାହୁଁଛନ୍ତି, ପୁରୀରେ ଧ୍ୟାନ ଶିବିର ଅନୁଷ୍ଠିତ ହେବ। ଜୁନ୍ 19, 20, 21। 25 ତାରିଖ ସୁଦ୍ଧା ଆମକୁ ହୋଟେଲ ମାଲିକଙ୍କୁ କେତୋଟି ରୁମ୍ ବୁକିଂ କରିବାକୁ ପଡ଼ିବ, କହିବାକୁ ପଡ଼ିବ। ତେଣୁ ଯେଉଁମାନେ ଧ୍ୟାନ ମୋ ଠାରୁ ଶିଖିବାକୁ ଚାହୁଁଛନ୍ତି ସେମାନେ ପପୁ ମହାରାଜଙ୍କ ସହିତ ସମ୍ପର୍କ ରଖି ନାମ ରେଜିଷ୍ଟ୍ରେସନ କରାଇଦେବେ। ଏଇ ମାସ 25 ତାରିଖ ହେଉଛି ଶେଷ ତାରିଖ। ଅନ୍ୟୁନ ଯଦି 30 ଜଣ ନାମ ରେଜିଷ୍ଟ୍ରେସନ ନ କରନ୍ତି ତାହେଲେ ମଧ୍ୟ ଧ୍ୟାନ ଶିବିର କ୍ୟାନସେଲ୍ ହେଇଯିବ। କାରଣ 10-12 ଜଣଙ୍କୁ ନେଇ ହୋଟେଲ ବାଲା ମୋତେ କହିଛି ସେ ରୁମ୍ ଯୋଗାଇ ଦେଇପାରିବନି କି 10-12 ଜଣଙ୍କୁ ନେଇ ମୁଁ ମଧ୍ୟ ଧ୍ୟାନ ଶିଖେଇବାର ଯେଉଁ ମୋ ନିଜର ଶକ୍ତି ଖର୍ଚ୍ଚ କରିବି ସେଟା ସମ୍ଭବ ନୁହେଁ। ଅନ୍ୟୁନ 30 ଜଣ ଯଦି ନାମ ରେଜିଷ୍ଟ୍ରେସନ କରନ୍ତି ଧ୍ୟାନ ଶିବିର ଅନୁଷ୍ଠିତ ହେବ। ତେଣୁ ଆପଣମାନଙ୍କୁ ଅନୁରୋଧ, ଯେଉଁମାନଙ୍କର ଆଗ୍ରହ ଅଛି ସେମାନେ ଏଇ ମାସ 25 ତାରିଖ ଭିତରେ ନିଜର ନାମ ପପୁ ମହାରାଜଙ୍କ ପାଖରେ ରେଜିଷ୍ଟ୍ରେସନ କରି ନିଅନ୍ତୁ। ପପୁ ମହାରାଜଙ୍କର ନମ୍ବର ହେଲା 9437931018। ଆଜିର ବିଷୟବସ୍ତୁ ହେଲା ମୁଁ ଯେଉଁ କହିଛି କାଳୁ ସବୁବେଳେ ମୋ ପାଖେ ପାଖେ ଥାଏ। ଜୀବନର ଅତ୍ୟନ୍ତ ଅସମୟରେ ବା ଆବଶ୍ୟକତା ସମୟରେ ସେ ମୋତେ ଗୋଟାଏ ସହରରୁ ଅନ୍ୟ ସହରକୁ ଯିବା ପାଇଁ ଅହେତୁକ ଭାବରେ ଅତ୍ୟନ୍ତ ଆଚମ୍ବିତ କ୍ଷଣରେ ଗାଡ଼ି ମଧ୍ୟ ଯୋଗାଇ ଦେଇଛି। ଆପଣ ଭାବି ପାରୁଛନ୍ତି, ବିଶ୍ୱାସ କରିପାରୁଛନ୍ତି? ଗାଡ଼ି ଯୋଗାଇ ଦେଇଛନ୍ତି ମାନେ ମୁଁ କୌଣସି ବ୍ୟବସ୍ଥା କରିନାହିଁ କି ଭାବି ନାହିଁ, ଅଯାଚିତ ଭାବରେ ମୋ ପାଖରେ ଗାଡ଼ି ଆସି ପହଞ୍ଚିଛି। ଦୁଇଟି ଘଟଣା ଆପଣମାନଙ୍କୁ କହିବି, କହିଲେ ଆପଣମାନେ ଜାଣିପାରିବେ ମୋ କଥାର ଗୁରୁତ୍ୱ ଏବଂ ସତ୍ୟତା। ପ୍ରଥମେ ଆପଣମାନଙ୍କୁ ମୁଁ ଫେରେଇ ନେଉଛି 2005 ମସିହା, ପ୍ରାୟ 21 ବର୍ଷ ତଳକୁ। ଆପଣମାନେ ଯେଉଁମାନେ ନୂଆ ନୂଆ ମୋ ଭିଡ଼ିଓ ଦେଖୁଥିବେ ଜାଣିନଥିବେ ହୁଏତ, ମୋର ଯେଉଁ ମିଛ ମହାତ୍ମା ସିରିଜ ୟୁଟ୍ୟୁବରେ ଅଛି
प्राय 12टा 13टा सीरीज से गुड़ाक आपन को देखा अनुरोध ताहले आपण आउरी प्रांजल भाव में बुझीपारे। ये हूँ से 2005 मसीहार कथा मिछ महात्मा समय कथा। मु गांधी की नहीं गोटे पुस्तक लिखी तार नाम था मिछ महात्मा। गांधीजी जे आदौ जड़े महात्मा नथिले बरम जड़े मिछुआ लोक थिले। महात्मा ताको उपरे जोड़ी दिया जाइछि, जोड़ी दिया जाई समग्र भारतवर्ष को भकुआ बनै दिया जाइछि एवं दीर्घ 78 वर्ष धरी स्वाधीनता वर्ष भितर आम मानू गोटे मिछ भ्रम भितर महात्मा करी गोटे महात्मार स्वरूप तांकर रखी दिया जाइछि। ता उपरे मु गवेषणा करथिली। मोर से गवेषणा लब्ध पुस्तकर नाम थिला मिछ महात्मा एवं से मिछ महात्मा पई मु जीवनर सर्वश्रेष्ठ ज्वाला जंत्रणा भोग करिथिली। कारण एई नवीन पट्टनायक सरकार मो विरुद्ध रे क्राइम ब्रांच रे केस करथिले एवं मते बांधिया पई चेष्टा करथिले। एटा थिला 2005 मसीहार कथा। ता विषय डिटेल कहूनी। 2005 मसीह जेतले मो विरुद्ध रे पुलिस एफआईआर हैला मते बांधिया पई अरेस्ट करिया पई क्राइम ब्रांच रो 6-6टा टीम तैयारी हैला ओडिशा सरकार को तरफ रु। सेतबळे मु निजको अंडरग्राउंड करि देथिली। अंडरग्राउंड माने मु पुलिस रो अरेस्ट रु निजको रक्षा करिया पई मु लुचि जाइथिली, आत्मगोपन करिथिली। एई से आत्मगोपन रो गोटे घटना कहूची। जो दिन 2005 अक्टोबर मसीहा कथा अक्टोबर 17 तारीख मु बैंक जावाक बाहरुची। ठीक सेतिक बेले मोरी बेडरूम भितर कालू मते कहिला स्पष्ट मु जेमती आपन सहित कथाबार्ता करूची सेमती स्पष्ट भाव कहला जे तू सांगे सांगे घर छाड़ी पला आउ किछि समय पर क्राइम ब्रांच पुलिस आसुचंती तते अरेस्ट करिया पई। मोर घर भितर केही नाहांती किंतु कालू मते स्पष्ट भाव कहूची। आपन पचारि पछते कालू कहला बोली आपन केमि जानले? तार कारण हला 19 एटा 2005 मसीहार कथा। 1996 मसीहारू कालू सहित कथाबार्ता डायलॉग रे मु आगुरु परिचित हो जाइछि। आमर 1996 मसीहारू ता सहित भाव जोड़ी हो जाइछि। सी मो सहित कथाबार्ता करे मते सूचना दिए एवं सी अलगा कथा हुए तो आपण माने एक कथा संगे संगे ने बुझी पारिबे नाही। तेणु 1996 रु जो आहा सहित मोर बंधुता स्थापन होईछि एवं तार स्वर सहित मो परिचय से 2005 अक्टोबर 17 रे मते कहला क्राइम ब्रांच आसुची तू घर छाड़ी पला। से प्रथम दिन दिन 10टा रे मु जतले घर छाड़ी दिए एकुटिया मोर एक्टिवा गाड़ी धरी दूर दूर वर्षा कर चाची। से वर्षा रे मु कुआडे जीवी आग ठीक कली पुरी रे गोटे कौन से बंधु घरे घंटे 2 घंटा रही जीवी तापरे चिंता करी मु कोठी जाई लुचिबी। एई कथा भाबी से दिन कालूर निर्देश रे जतले मु प्रथमे चली गली कोठी चली गली मोर जने बंधु थिले बेंगली बंधु तांको ना उत्तम राज दत्त से गोटाए वर्ष तळु प्राण रक्षा करिसंती। मु से बंधु घरे जाई पहुंची गली। बंधु को सीधा सळ कहली मो विरुद्ध रे एफआईआर हिची क्राइम ब्रांच मते खोजुची मु आपनको घरे दिने 2 दिन टिके लुचि की आत्मगोपन कर रहिबी ता भितरे मु कोठी की जाई की लुचिबी स्थिर करिनिबी। बंधु उत्तम दत्त कहिथिले आपण से मते बिबू भाई डाकंती बिबू भाई आपण मो घरे दिने कोन जेते दिन जाय चाहिबे आपण रही पारिबे। जदिओ से जानिथिले जहाँ ना रे क्राइम ब्रांच केस करिछि अरेस्ट कर खोजुची सेही भली एक अपराधी की जी आश्रय देव सी मध्य अपराध करिछि हिसाब रे सी मध्य अरेस्ट हो जाई पारे। किंतु बंधुता होची एया। उत्तम दत्त मते तांको घरे रखिथिले। उत्तम दत्तଙ୍କ घरे जेतले 6-7 दिन मो रही जाइछि मोर जो मोबाइल ट्रैकिंग होची आम पाखु खबर आसिला आमर जो माने सब थांती मो पाखु खबर आसिला जे उत्तम दत्तଙ୍କ घर काली भोर भोर रेड हबो माने आमे सोईकी उठिनथु तांको घर रेड हबो एवं मु अरेस्ट हेबी। ए सूचनाटा जेतले आसिला से सूचना विषय भी एथि डिटेल कहूनी कारण सब कालू नियंत्रण करुच्ची मते रक्षा करिया पे। आमे ठीक कलु राति रे खाई साइला परे दी बंधु जे राति 4टारू भोरू आसिकी क्राइम ब्रांच रेड करिया पूर्वरु राति 4टारू मु पूरी छाड़ी देबी भुवनेश्वर चली जीवी। भुवनेश्वर चली जीवाने भुवनेश्वर रे जो हाईकोर्ट रो
आडभोकेट विभू त्रिपाठी मोर गोटे सान भाई भली विभू त्रिपाठी घर मध्य पुरीर दिवाकर त्रिपाठी नेशनल अवार्ड टीचर दिवाकर त्रिपाठी पुओ है विभू त्रिपाठी सी जड़े नामजादा वकिल ओडिशा हाईकोर्टर ताक घर को पलैबी तापर सेठी रही मु प्लान करी कुआडे जी कौन करी वकिलर परामर्श नहीं राति 3टारू उठी आम दी बंधु दांत घसी गाधे पाधे रेडी हो किंतु देखु एति को मुसल धारा घड़घड़ी चरचड़ी मारी कला अंधारिया मेघ ढू ढू होगी कचाड़े लगला माने ढू ढू होगी मेघ कचाड़ुची वर्षा अरे राति 4टारे वर्षा होची आम पुरी रे जदि टिकिए वर्षा हम बेंग मुति दब आंठुए लेखे पानी पानी एते रास्ता रे जे उत्तम दत्त बंधुंकर दांड पिंडा उपर को पानी चली आसलानी रास्ता रे एते पानी तेणु वर्षा छाड़िले ठीक है उत्तम दत्त जीवे पुरी बस स्टाण्ड रु कौन से एक टैक्सी की हायर कर आनिबे से टैक्सी रे आमे भोर 4टारू 4:30 भितर पुरी छाड़ीदेबू माने पुलिस रेड कला पूर्व सकाळू आमे राताती छाड़ी देइथु किंतु एणे एते जोर से वर्षा होची घड़घड़ी चरचड़ी मारुची टिके हेले बाहर को बाहर उपाय नहीं पानी जे पानी भर्ती आंठुए लेखे पानी लाइन कटि जाइए आमे दी बंधु से दांड पिंडारे छेड़ाई कि मु खाली कालू को डाकुची कालू ये की अवस्था जदि वर्षा न छाड़ा मु रहीगली ताले अरेस्ट हवाटा थय मु सत कथा कहूँ नर्भस किंतु गोटापटा थमुची एणे वर्षार थमिबार ना गंध नाही ठीक एतिके बेले आपण मैंने मुझा कही सारापर चुपचाप चिंता करी भाविबे ठीक एतिके बेले ढू ढू वर्षा होउची पानी रास्ता रे आंठुए लेखे पानी पानी पिंडा को उठी आसलानी गोटे नुआ टिपटॉप कार ब्रांड न्यू टिपटॉप कार ग्लास पाखे स्क्रीन टणा होती गोटे कार आसिकी उत्तम दत्त घर पिंडा पाखे कि साए कि लगिला ड्राइवर मु जहाँ कहे एक्जाक्ट जहाँ घटना ड्राइवर खाली टिके डोर टाक खोसेला ग्लास टाक वर्षा होची आमे किछि कहया पूर्व कहीं से कार आसला से केमिति उत्तम दत्त घर कहीं आसला राति 4टारे खाली कहला पछ डोर खोली बसंतु बास एतिकी गोटे नुआ कार आसी लगिला कहला पछ डोर खोली बसंतु उत्तम दत्त मु सांगे सांगे पछ डोर खोली बसिलु ताकू किछि कहया को पड़िनी से ग्लास टेकिला द्रुत गति रे भुवनेश्वर आड़े कार गड़िला राति 5टा सुधा 5:15 सुधा मु भुवनेश्वर पहुँच जाइली जेतले भुवनेश्वर सहर तथा सुधा निद्रा रे थिला केही उठी नथिले मते विभू त्रिपाठी वकिल घर टे छाड़ी उत्तम बाबू से कार फेरी आसी घटनाटा आग एतिकी वर्तमान प्रश्न उठे राति 4टारे जेतले ढू ढू वर्षा कचाउची उत्तम दत्त घर पाखक एभली एक नुआ कार किए पठेला आमे तो कौन सी कार को फोन रे डाकी ना राति 4टारे भी फोन रे क्या डाकू आम अपेक्षा कर बस स्टाण्ड जाई गोटे टैक्सी हायर करू बोली वर्षा होची बाहरी पानु से कारटा किए पठेला एवं आमे कहनु भुवनेश्वर जीवु कि कौन जीवु कि तुम बाबा किए कि सी आसिक पूरा पिंडा पाखे लगेदेला सांगे सांगे काचटा टिके डाउन करी कहला पछे खोलिकी बसंतु आमे भी जंत्र चालित भली उत्तम बाबू एवं मु पछरे जाई बसीगलु एवं सांगे सांगे से काच उठेला एवं द्रुत गति में भुवनेश्वर आड़ की गति कला प्रश्न एवं तापर ठू आउ से गाड़ीटा एते नुआ चकचक थिला ता भितर स्टीरियो बाजुला काच पटे कौन दुष्य बोली स्क्रीन सिल्कर स्क्रीन लगी राति 4टारे मन को मन गोटे कार केमिति आसीबो आ काहे उत्तम दत्त पिंडारे लागिबो जहा पर से कार बा से ड्राइवर सहित आम जीवन में मोर नुह कि उत्तम बाबूंर कहारी जीवन में साक्षात है जो घड़ी सन्धि मुहूर्त में आम जदि घंटाटे रही जाऊँ पुरी में रही जाऊँ भोर हो जाऊँ आम पाखक जड़े सांबादिक बंधुकठार पूरा स्पष्ट सूचना आसीला से दिन भोर भोर उत्तम बाबू घर रेड हम मु आरेस्ट हेबी तेणु आमर थिला आमे से राति 4टारू घर छाड़ीदेबू रेड पूर्व वर्षा होची मनक मन गोटे नुआ कार आसी लगी से कार केमिति जानिबो एठु जण कि जिबार अछि तबे से उत्तम बाबू केमि जानिबो से तो चिन्हा परिचय लोक न ताकरी घर आगे कहीं राति तथा राति 4टार जदि से कारटा लागिला से ड्राइवर टी केते राति रे उठिथिबो
ଏବଂ ତାକୁ କିଏ ତା ମୁଣ୍ଡରେ ଭର୍ତ୍ତି କରୁଛି କାରଟା ନେଇ ତୁ ସେଠି ଲଗା ବୋଲି। ସେ କେମିତି ଉତ୍ତମଙ୍କ ଘର ଠିକଣା ଜାଣିଲା? ଏ ରହସ୍ୟଟା ମୋର ମୃତ୍ୟୁ ଯାଏଁ ରହସ୍ୟ ହେଇ ରହିଯିବ। ତେଣୁ ସେ କାରର ହୁଏତ ଡ୍ରାଇଭର ସ୍ୱୟଂ ଜଗନ୍ନାଥ ହେଇଥିବେ ବା ନ ହେଇଥିବେ, କିନ୍ତୁ ସବୁଠାରୁ ଏ ଜୀବନର ଏ ସୃଷ୍ଟିରେ ଗୋଟେ ଗୋଟେ ରହସ୍ୟ ଯାହାର ସମାଧାନ ଆଦୌ କରାଯାଇପାରେ ନା, ଏହା ଯେ ରାତି 4টাରେ ଗୋଟେ ଅଜଣା ଲୋକର ଘରେ, ମାନେ ଯୋଉଠି ବିବୁଧ ରଞ୍ଜନ ଛିଡ଼ା ହେଇଛି ଏବଂ ଗୋଟାପଣ ଥରୁଛି, ଭୋର ହେଲା ମତେ ତାକୁ ପୋଲିସ ଆରେଷ୍ଟ କରି ନେବ, ତାକୁ ରକ୍ଷା କରିବା ପାଇଁ ଏତେ ଢୁ ଢୁ ବର୍ଷାରେ ରାତି 4টাରେ ଆପେ ଆପେ ଗୋଟେ କାର ଆସି ସେଇ ଘର ପିଣ୍ଡାରେ ଲାଗୁଛି ଏବଂ ସିଧାସଳଖ କହୁଛି, ଆମେ ପଚାରିବା ପୂର୍ବରୁ ପଛ ଡୋର ଖୋଲି ବସନ୍ତୁ। ଜଗନ୍ନାଥ ଚାହିଁଲେ ଏ ସଂସାରରେ ଅସମ୍ଭବ ବୋଲି କିଛି ନାହିଁ। ଏବଂ ଏଇ ଗୋଟିଏ ଘଟଣା ଆପଣମାନେ ଯଦି ଟିକେ ନୀରବରେ ବସି ଭାବିବେ, ଜାଣିବେ ସେ କେତେ ରହସ୍ୟମୟ ଠାକୁର। ଏ ରହସ୍ୟ ସେଦିନ କାରରେ କିଏ ଡ୍ରାଇଭର ଥିଲା, କାର କିଏ ପଠେଇଲା, ସେ କେମିତି ଜାଣିଲା, ସେ କାହିଁକି ସେ ଉତ୍ତମ ବାବୁଙ୍କ ପିଣ୍ଡା ପାଖରେ ଆସି ପହଞ୍ଚିଲା, ଏତେ ବର୍ଷାରେ ରାତି 4টাରେ ପହଞ୍ଚିଲା, ଯାହାକୁ ଡକାଯାଇ ନାହିଁ, ସେ ପୁଣି ଭୁବନେଶ୍ୱର ନେଇ ଆମକୁ ଛାଡ଼ି ଦେଉଛି, କହୁନି ବି ମୁଁ କେତେ ଟଙ୍କା ନେବି, ମୋର ଭଡ଼ା ଏତେ, କିଛି କହୁନି। ଏ ରହସ୍ୟ ମୋର ମୃତ୍ୟୁ ଯାଏଁ ମୋ ମନରେ ରହସ୍ୟ ହିଁ ରହିଲା। ମନ ଭିତରେ ରହସ୍ୟ ହିଁ ରହିଲା, ରହସ୍ୟ ରହୁ। କିନ୍ତୁ ଗୋଟିଏ କଥା ଶତ ପ୍ରତିଶତ ପ୍ରତିପାଦନ କରିଦେଲା ଯେ ଜଗନ୍ନାଥ ଆଦୌ ଏକ ନିର୍ଜୀବ କାଠର ଖେଳଣା ନୁହେଁ କି କାଠ ଗଣ୍ଡି ନୁହେଁ। ସେ ସବୁ ଜାଣିପାରନ୍ତି ଏବଂ ତାଙ୍କ ପାଖରେ ଯିଏ ନିଜକୁ ସମର୍ପିତ କରିଦେଇଥିବ, ନିଜକୁ ତା ପାଖରେ ସମର୍ପିତ କରିଦେଇଥିବ, ତୋ ଇଚ୍ଛା ପୂର୍ଣ୍ଣ ହଉ, ସିଏ ତାର ସବୁ ଦାୟିତ୍ୱ ସିଏ ନେଇଯିବ, ତମେ କାହିଁକି ଅଯଥା ଚିନ୍ତା କରୁଛ? ଏବଂ ସେଦିନ ସେଇ କାଳୁ ଯେଉଁ ଗାଡ଼ି ପଠେଇଥିଲା, ସେଇ ଗାଡ଼ିରୁ ମୁଁ ପୁରୀରୁ ଯେଉଁ ବାହାରି ଗଲି, ଦୀର୍ଘ 4 ମାସ ଭିତରେ ମୋତେ କ୍ରାଇମବ୍ରାଞ୍ଚ ଦିନୁଟିଏ ମଧ୍ୟ ଧରି ପାରିନଥିଲା। এইটা ঘটিଥିଲା 2005 ମସିହାରେ। ଆଜି ହେଉଛି 2026 ମସିହା। ଏଇ 7 ଦିନ ତଳର ଆଉ ଗୋଟିଏ ସେଇଭଳି ଘଟଣା ରିପିଟ୍ ହେଲା। ହିଷ୍ଟ୍ରି ରିପିଟ୍ସ ଇଟସେଲ୍ଫ। ଇତିହାସ ସବୁବେଳେ ପୁନରାବୃତ୍ତି ହେଇଥାଏ ବୋଲି ଆମକୁ ପଢ଼ାଯାଇଥିଲା। ତାହା କ'ଣ? ଏଇ 8-10 ଦିନ ତଳେ ଆମେରିକା ଚିକାଗୋରେ ଜଣେ ଯୁବ ବନ୍ଧୁ ମାନସ ପାଢ଼ୀ, ସିଏ କୁଆଡ଼େ ମୋର ୟୁଟ୍ୟୁବ୍ ସେଠି ଦେଖନ୍ତି, ମୋର ଗୋଟେ ଜଣେ ସାନ ଭାଇ, ତାଙ୍କ ସହିତ ସମ୍ପର୍କ ଏଇ 8-10 ଦିନ ତଳେ, ମାତ୍ର 8-10 ଦିନ ତଳେ, ମାତ୍ର ଏଇ ମେ ମାସରେ ସିଏ ଚିକାଗୋରୁ ଛୁଟି ନେଇ ଓଡ଼ିଶା ଆସିଛନ୍ତି। ତାଙ୍କର ଭୁବନେଶ୍ୱରରେ ଘର। ତାଙ୍କର ତରୁଣୀ ପତ୍ନୀ, ତାଙ୍କ ନାଁ ହେଉଛି ସୌମ୍ୟା। ନାଁ ସୌମ୍ୟା, ପ୍ରକୃତରେ ସୌନ୍ଦର୍ଯ୍ୟରେ ମଧ୍ୟ ସେ ଏକ ସୌମ୍ୟ ନାରୀ। ଆଉ ତାଙ୍କର ଏକମାତ୍ର ପୁତ୍ର ନାଁ ହେଉଛି ମୋକ୍ଷ, ଯାହା ବିଷୟରେ ମୁଁ ଆଗରୁ କହିଛି। ତେଣୁ ଏଇ ଯେଉଁ 10 ଦିନ ତଳେ, ପ୍ରାୟ ପାଖାପାଖି 10-15 ଦିନ ତଳେ, ଚିକାଗୋରୁ ମାନସ ପାଢ଼ୀ ବୋଲି ମୋର ଆଗରୁ ଆଦୌ ପରିଚିତ ନଥିବା, ଅଥଚ ମୋତେ ଭଲ ପାଉଥିବା ମୋର ସାନ ଭାଇଟିଏ ଆସି ଓଡ଼ିଶାରେ ଭୁବନେଶ୍ୱରରେ ପହଞ୍ଚିଲା। ସିଏ ପପୁ ମହାରାଜଙ୍କ ଠାରୁ ଅନୁମତି ନେଇ ମୋତେ ଦେଖା କରିବାକୁ ମୋର ଭୁବନେଶ୍ୱର ବସାକୁ ଆସିଥିଲେ, କଥାବାର୍ତ୍ତା କରିଥିଲେ। ସେ କେମିତି ମୋର ୟୁଟ୍ୟୁବ୍ ଦେଖନ୍ତି, ମୋର ଆଦର୍ଶରେ କେମିତି ସେ ପ୍ରଭାବିତ, ମାନେ ମୋ ଆଦର୍ଶଟାକୁ ସେ କିଭଳି ଗ୍ରହଣ କରିଛନ୍ତି, ତାଙ୍କ ଉପରେ କେମିତି ପ୍ରଭାବ ବିସ୍ତାର କରିଛି, ହେଇକି ଚାଲି ଯାଇଥିଲେ। ତାଙ୍କ ବସାକୁ ସେ ଚାଲି ଯାଇଥିଲେ। ତାର 2 ଦିନ ପରେ, ମାନେ ଏଇ ରବିବାର, ଗତ ରବିବାର ଦିନ, ଧର ଆଜି ଯଦି ରବିବାର ହୁଏ କି 22-23 ତାରିଖ ହେଉଛି, ଏଠି ଭିଡ଼ିଓଟା ପଡ଼ିବାକୁ 22-23 ତାରିଖ ହେଇଯାଇପାରେ। 7 ଦିନ ତଳେ ମୋତେ ସକାଳେ ସେଇ ମୋର ସାନ ଭାଇ ମାନସ ପାଢ଼ୀ, ଯେ ଚିକାଗୋରେ ଚାକିରି କରନ୍ତି, ସେ ମୋତେ ପଚାରିଲେ, ଫୋନ୍ କରି କହିଲେ, ବାବା ଆପଣ କହୁଥିଲେ ଆ ଭିତରେ କେବେ ଗୋଟେ ପୁରୀ ଯିବେ ବୋଲି। ମୁଁ କହିଲି ହଁ, ମୋର ପୁରୀ, ମୁଁ ଆଜି ହିଁ ଯିବି। ନା କେମିତି ଯିବେ? ମୁଁ କହିଲି ଗୋଟେ କେଉଁ କାର୍ ଫାର୍ କରି ଯିବି। ନା ଏନେ ତ ପେଟ୍ରୋଲ କ୍ରାଇସିସ୍, ଲମ୍ବା ଧାଡ଼ି ରଖୁଛି, ପେଟ୍ରୋଲ ମିଳୁନାହିଁ। ଆପଣ ଗୋଟେ କାମ କରନ୍ତୁ, ମୋର ଯେଉଁ ଗାଡ଼ିଟା ଅଛି ସେଇଟା ହେଉଛି ଇଲେକ୍ଟ୍ରିକ୍ ଗାଡ଼ି, ୱିଣ୍ଡସର୍, ବଡ଼ ଗାଡ଼ି, ଇଲେକ୍ଟ୍ରିକ୍ ଚାଲେ ସିଏ। ତେଣୁ ପେଟ୍ରୋଲ ପଡ଼ିବାକୁ ଦରକାର ହେବନି। ଆପଣ ଯଦି ଅନୁମତି ଦେବେ, ମୁଁ ନେଇ ଆପଣଙ୍କୁ ପୁରୀରେ ଛାଡ଼ିଦେବି।
ଏଇଠାରେ ମୁଁ କହିଦେଉଛି କାଳୁର ଖେଳଟା କ'ଣ। ମୁଁ ରବିବାର ଦିନ ସକାଳୁ ପୁରୀ ଯିବି, 2 ମାସ ହେଲା ପୁରୀ ଯାଇନି। ତା ପୂର୍ବ ଦିନ ମୋର ମୋ ଗାଡ଼ି ଯେଉଁ ଭାଇଟି ଚଲାଏ ଏକାଦଶୀ ଭାଇ ମୋର କାର୍ ନେଇକି ଆମେ ଦୁହିଁକୁ ଅନ୍ୟ କାମରେ ଯାଇଥିଲୁ। କଥା ଯେ ଆସିଲା ବେଳେ ପେଟ୍ରୋଲ ପକାଇଦେବା, ଗାଡ଼ିଟାକୁ ପୂର୍ଣ୍ଣ କରିଦେବା, ପେଟ୍ରୋଲ କ୍ରାଇସିସ୍ ହେଇଛି। ତା ଛଡ଼ା ମୋର ନୂଆ ଆଶ୍ରମ କାମ ଚାଲିଛି, ମୁଁ ଆଶ୍ରମ ଦେଖିବାକୁ ଯାଉଛି, ପୁରୀକି ବି ଯିବି, ତେଣୁ ପେଟ୍ରୋଲଟା ଭର୍ତ୍ତି କରିଦେବା। ଆମର ଜୟଦେବ ବିହାର ପୂର୍ବରୁ ସେ ନୟାପଲ୍ଲୀ ପାଖାପାଖି, ନୂଆ ନୟାପଲ୍ଲୀ ପାଖାପାଖି ଯେଉଁ ପେଟ୍ରୋଲ ଟାଙ୍କିଟି ଅଛି ଭୁବନେଶ୍ୱରରେ, ସେଠି ପହଞ୍ଚିଲା ବେଳକୁ ରାତି 10টাରେ ଏତେ ଗାଡ଼ି ଲାଗିଥିଲା। ଏକାଦଶୀ ଭାଇ କହିଲା ଆମର ତ ଗାଡ଼ିରେ କିଛି ତେଲ ଅଛି, ଏତେ ରାତି ହେଲାଣି, ଆମେ ଏଠି ଛିଡ଼ା ହେବାନି, ପଳେଇବା, ଆଉ କେବେ ପକେଇବା। ତା ପୂର୍ବଦିନ ରାତି, ମାନେ ଯେଉଁଦିନ ମାନସ ଭାଇ ମୋତେ ସକାଳୁ ଫୋନ୍ କରି କହୁଛନ୍ତି ଆପଣ କେମିତି ଯିବେ, ଏଇଟା ପୂର୍ବଦିନ ରାତିର କଥା। ମୁଁ ନିଜେ ମୋ ଗାଡ଼ିରେ ତେଲ ପକାଇବାକୁ ଏକାଦଶୀ ଭାଇ ନେଇକି ମୁଁ ପେଟ୍ରୋଲ ଟାଙ୍କି ଯାଇଥିଲି, କିନ୍ତୁ ପକେଇ ନପାରି ଫେରିଥିଲି। ମୁଁ ପ୍ରକୃତ ସେଦିନ ଭାବୁଥିଲି ଆଇଦର ସୁନୀଲ ଭାଇର ଗାଡ଼ି ଅଛି, ୱାଗନର ଅଛି, ତା ସାଙ୍ଗରେ ସିଏ ମୋତେ ଅନେକ ଥର ପୁରୀ ଆଣି ଛାଡ଼େ, ସେଥିରେ ଯିବି କି ଉବେର ବୁକ୍ କରି ଯିବି, ଓଲା ଉବେର ବୁକ୍ କରି ଯିବି। ମୁଁ ଜଷ୍ଟ ଭାବୁଥିଲି। ଏତିକିକୁ ସକାଳୁ କାଳୁ ଭର୍ତ୍ତି କରିଦେଲା ମାନସ ଭାଇ ମୁଣ୍ଡରେ ଯେ ତୁ ଫୋନ୍ କରି ପଚାରେ। ମାନସ ଭାଇ ମୋତେ ଫୋନ୍ କରି ପଚାରୁଛନ୍ତି ଯେ ଆପଣ ଯଦି କହିବେ ମୁଁ ନେଇ ଆପଣଙ୍କୁ ପୁରୀରେ ଛାଡ଼ିଦେବି। ଏଇଠି ହେଉଛି କାଳୁର ଖେଳ। ଏଗୁଡ଼ା ସବୁ ଛୋଟ ଛୋଟ କଥା ନୁହଁ ଜୀବନରେ, ଆପଣମାନଙ୍କୁ ଏଗୁଡ଼ା କିଛି ନ ଲାଗିପାରେ, କିନ୍ତୁ ମୁଁ ଜାଣେ ମୋ ପାଇଁ ମୋ କାଳୁ କେମିତି ସବୁ ବନ୍ଦୋବସ୍ତ କରୁଛି। ଯେମିତି 2005ରେ ପୋଲିସ ହାବୁଡ଼ରୁ ରକ୍ଷା ପାଇବା ପାଇଁ ରାତି 4টাରେ ସେ ଟ୍ୟାକ୍ସି ପଠାଇଥିଲା ଅବିକଳ। ମୁଁ ଅର୍ଡ଼ର କରିନଥିଲି, ବୁକ୍ କରିନଥିଲି, ଗୋଟେ ଅଜଣା ଗାଡ଼ି ଆସି ପହଞ୍ଚିଥିଲା ଅବିକଳ। ସେମିତି ମାତ୍ର 10 ଦିନ ତଳେ ଚିକାଗୋ ଆମେରିକାରୁ ଆସିଥିବା ଜଣେ ଯୁବ ସାନ ଭାଇ 10 ଦିନରେ କ'ଣ ତାଙ୍କ ମନରେ ହେଲା, ଏମିତି ଆତ୍ମୀୟତାରେ ସେ ମୋତେ ବାନ୍ଧିଦେଲେ। ସେ ନିଜେ କହୁଛନ୍ତି ବାବା ମୋ ଗାଡ଼ି ତ ଇଲେକ୍ଟ୍ରିରେ ଚାଲୁଛି, ପେଟ୍ରୋଲ ପଡ଼ିବା ଦରକାର ନାହିଁ, ମୁଁ ଆପଣଙ୍କୁ ନେଇ ଛାଡ଼ିଦେବି। ଆପଣ ଭାବୁଛନ୍ତି ଗୋଟେ ଭାରି ଛୋଟିଆ କଥାଟେ, ଆଜିକାଲି କିଏ କାହାକୁ ସାହାଯ୍ୟ କରୁଛି। ତେଣୁ ସେଇ ମୁହୂର୍ତ୍ତରେ ମୋତେ ମୋ କାଳୁ ଜଣେଇ ଦେଲା ଯେ ତୁ କେଉଁଥିରେ ଆଜି ପୁରୀ ଯିବୁ ସେଇଟା ଚିନ୍ତା କରିବା ଦରକାର ନାହିଁ। ଚିକାଗୋରୁ ଯେଉଁ ମାନସକୁ ମୁଁ ଡାକିଛି, ଏଇ ସକାଶେ ଡାକିଛି, ଏଇ ପେଟ୍ରୋଲ କ୍ରାଇସିସ୍ ଭିତରେ ତୁ ପୁରୀ ଅନେକ ଦିନ ଯାଇନୁ, ତୁ ପୁରୀ ଯିବୁ। ସେ ଆସିଛି କେବଳ ତତେ ତା କାରରେ ନେଇ ପୁରୀରେ ଛାଡ଼ିବ। କାରଣ ଜୀବନରେ ଏମିତି କିଛି ଘଟଣା ଘଟିଯାଏ, ଏ ଘଟଣା କାହିଁ ଘଟୁଛି ମଣିଷ ତାକୁ ଭାବିପାରେନି। କିନ୍ତୁ ଘଟଣା ଘଟିବାକୁ ଥିବ ମାସେ ପରେ କି 10 ବର୍ଷ ପରେ କି ବର୍ଷ ପରେ, ତା ପୂର୍ବରୁ ଈଶ୍ୱର ଏମିତି ବ୍ୟବସ୍ଥା କରିଦେଇଥିବେ, ଇଚ୍ ଇନସିଡେଣ୍ଟ ଇଜ୍ ଇଣ୍ଟରକନେକ୍ଟେଡ୍ ୱିଥ୍ ଆନାଦର ଇନସିଡେଣ୍ଟ ହୁଇଚ୍ we could not realize or we could not conceive। ପ୍ରତ୍ୟେକଟି ଘଟଣା ଭବିଷ୍ୟତରେ ଘଟିବାକୁ ଯାଉଥିବା ଆଉ ଗୋଟିଏ ଘଟଣା ସହିତ ଇଣ୍ଟରଲିଙ୍କଡ, ପରସ୍ପର ସହିତ ସମ୍ବନ୍ଧିତ। ତାକୁ ସାଧାରଣ ମଣିଷ ଆଦୌ ଧରିପାରେ ନାହିଁ। ତୁମେ ଯଦି ଜଗନ୍ନାଥଙ୍କୁ ନେଇ ଧ୍ୟାନସ୍ଥ ହେବ, ମନ୍ଥନ କରିବ, ବିଶ୍ଳେଷଣ କରିବ, ଚିନ୍ତନ କରିବ, ଏବଂ ସର୍ବୋପରି ତମେ ଯଦି ଜଣେ ଧ୍ୟାନୀ ମଣିଷ ହେଇଯିବ, ତାହେଲେ ଏ ସତ୍ୟତାକୁ ତମେ ଉପଲବ୍ଧିରେ ଆଣିପାରିବ, ଯେଉଁଟା ପ୍ରତି ମୁହୂର୍ତ୍ତରେ ମୁଁ ଆଣିପାରୁଛି। ତା ନହେଲେ ମାତ୍ର 10 ଦିନ ତଳେ ଚିକାଗୋରୁ ଆସିଥିବା ମାନସ ଭାଇ ଗୋଟିଏ ଥର ଦେଖା, ମୋର ଭୁବନେଶ୍ୱର ବସକୁ ଆସି ଗୋଟିଏ ଥର ଦେଖାଇଛି, ଦ୍ୱିତୀୟ ଥର ବି ଦେଖାଯାଇନି। ଅଥଚ ସିଏ କହୁଛନ୍ତି ମୁଁ ଆପଣଙ୍କୁ ନେଇ ପୁରୀରେ ଛାଡ଼ିଦେବି। ଯେହେତୁ ପେଟ୍ରୋଲ କ୍ରାଇସିସ୍, ପେଟ୍ରୋଲ କେତେବେଳେ ମିଳିବ କି ନ ମିଳିବ, ତା ଛଡ଼ା ମୋ ଗାଡ଼ିରେ ମଧ୍ୟ ପେଟ୍ରୋଲ ତା ପୂର୍ବଦିନ ରାତିରେ ପଡ଼ି ପାରିଲା ନାହିଁ। ମୁଁ କୌଣସି ଜିନିଷ ବିଶେଷ ଚିନ୍ତା ଟେନସନ୍ ନିଏନି। ମୁଁ ଭାବିଲି କାଲି ସକାଳ ହଉ ଦେଖିବା, ମୋର ତ ଯିବା କଥା, କିଛି ନହେଲେ ଓଲା ଉବେର ବୁକ୍ ହବ କି ଦେଖିବା, କାଲି ସକାଳ ହଉ। ସକାଳ ହେଲା ମାତ୍ରେ ମାନସ ଭାଇ କନଫର୍ମ କରୁଛି ଯେ, ମୁଁ କହିଲି ଆରେ ତମେ ମୋତେ ଛାଡ଼ିବାକୁ ଗୋଟେ ପୁରୀ ଯିବ, ମୋତେ ଟିକେ କିଏ ଲାଗୁଥାଏ। ସେ କହିଲେ ବାବା ଅତି କମରେ ଆପଣଙ୍କ ସହିତ ଘଣ୍ଟାଟେ ତ ବସିକି ଏକାଠି ଯିବାର ସୁଯୋଗ ସୌଭାଗ୍ୟ ମୁଁ ପାଇବି। ଏବଂ ମାନସ ଭାଇ ମଧ୍ୟ ମୋତେ ଆଣିକି ତାଙ୍କର ଇଲେକ୍ଟ୍ରିକ ପରିଚାଳିତ ଗାଡ଼ିରେ, ୱିଣ୍ଡସର ଗାଡ଼ିରେ ଆଣି ପୁରୀରେ ଛାଡ଼ି ଦେଇଥିଲେ। ଏବଂ ପୁରୀରେ ମଧ୍ୟ ମାନସ ଭାଇ ପାଇଁ ଏକ ଅଲୌକିକ ଘଟଣା
ଜଗନ୍ନାଥଙ୍କ ତରଫରୁ ଅପେକ୍ଷା କରି ରହିଥିଲା। ସେ କଥା ମୁଁ ଆଉ ଅନ୍ୟ ଏକ ଏପିସୋଡରେ ନିଶ୍ଚୟ କହିବି। ଚିକାଗୋରୁ ଯେଉଁ ମାନସ ଭାଇ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ, ସେ କେବଳ ମୋତେ ତାଙ୍କ ଗାଡ଼ିରେ ପୁରୀରେ ଆଣି ଛାଡ଼ିବା ପାଇଁ ଆସିନଥିଲେ। ସ୍ୱୟଂ ଶ୍ରୀ ଜଗନ୍ନାଥ ଚାହିଁଥିଲେ ମାନସ ଭାଇ ଘରକୁ ମଧ୍ୟ ଯିବା ପାଇଁ, ଏବଂ ପୁରୀରେ ଆମେ ପହଞ୍ଚିଲା ବେଳକୁ ମାନସ ଭାଇ ପାଇଁ, ମାନସ ଭାଇର ପତ୍ନୀ ସୌମ୍ୟା ପାଇଁ, ତାଙ୍କ ବୋଉଙ୍କ ପାଇଁ ଏକ ଅତ୍ୟନ୍ତ ହଚକିତ କରିଦେଲା ଭଳି ଏକ ଅଲୌକିକତା ଅପେକ୍ଷା କରି ରହିଥିଲା। ସେ କଥାଟା ମୁଁ ପରେ କହିବି। ଏଠି ଏତିକି କହିବାକୁ ମୁଁ ଚାହୁଁଛି ଏହା ଯେ 2005 ମସିହାରେ ପୁରୀରୁ ଭୁବନେଶ୍ୱର ଯିବା ପାଇଁ ପୋଲିସ ହାବୁଡ଼ରୁ ରକ୍ଷା ପାଇଁ କାଳୁ ରାତି 4ଟାରେ ଅଯାଚିତ ଭାବରେ ଯେମିତି ଗୋଟେ ଗାଡ଼ି ପଠାଇଥିଲା, ଅବିକଳ ସେମିତି ତାହାର 21 ବର୍ଷ ପରେ 2026 ମସିହା ଏନେ ଯେଉଁ ମସିହା ଚାଲିଛି, ସେତେବେଳେ ପେଟ୍ରୋଲର ଉତ୍କଟ ଅଭାବୀ ସମୟ ଭିତରେ ଯେତେବେଳେ ପେଟ୍ରୋଲ ମିଳୁନାହିଁ, ମୋ ଗାଡ଼ିରେ ପେଟ୍ରୋଲ ପକାଇବା ପାଇଁ ମୁଁ ଚେଷ୍ଟା କରି ମଧ୍ୟ ପକାଇ ପାରିନାହିଁ, ଠିକ୍ ସେତିକି ବେଳେ ଚିକାଗୋରୁ ଆସିଥିବା ମାନସ ଭାଇ ତା ଗାଡ଼ିରେ ଆଣି ମୋତେ ପୁରୀରେ ଛାଡ଼ି ଦେଉଛି। এটা କାଳୁ କରୁନି ତ ଆଉ କିଏ କରୁଛି? ଅର୍ଥ ମୋର ଯାହା ଯେତେବେଳେ ଦରକାର ହେଉଛି, ଭୁବନେଶ୍ୱର ପୁରୀରୁ ଭୁବନେଶ୍ୱର ଗଲି ପୋଲିସ ପାଖରୁ ରଖିବା ପାଇଁ, ସେ ଗାଡ଼ି ପଠେଇଲା। ଏବେ ଭୁବନେଶ୍ୱରରୁ ମୁଁ ପୁରୀ ଆସିବି 21 ବର୍ଷ ପରେ, ମୋତେ ଗାଡ଼ିଟିଏ ଦରକାର, ମୋତେ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ୁନି। ସଦ୍ୟ ଚିକାଗୋରୁ ଫେରୁଥିବା ଯୁବ ବନ୍ଧୁ, ଯୁବ ସାନ ଭାଇ ମାନସ ପାଢ଼ୀ ମୋତେ ଆଣିକି ଛାଡ଼ି ଦେଉଛନ୍ତି। ଏଗୁଡ଼ା କ'ଣ କେବଳ ଆକ୍ସିଡେଣ୍ଟାଲ, କେବଳ କାକତାଳୀୟ? ଆ ପଛରେ ଜଗନ୍ନାଥଙ୍କର କୌଣସି ଡିଜାଇନ ନାହିଁ, ଯୋଜନା ନାହିଁ। ସେହି ସକାଶେ ମୁଁ କହିଲି, ଜଗନ୍ନାଥଙ୍କୁ ତୁମେ ଯଦି କେବଳ ଭଲ ପାଇବନି, ତାଙ୍କ ପାଖରେ ନିଜକୁ ସମର୍ପଣ କରିଦେବ, ଖାଲି ପାଟିରେ କହିଦେଲେ ହେବନି। ପାଟିରେ ଲୋକ କହୁଛନ୍ତି ଆମେ ତ ପାଖରେ ସମର୍ପିତ, ଏଣେ କିନ୍ତୁ କହୁଛନ୍ତି ମୁଁ କ'ଣ କରିବି, ଝିଅଟାର ତ ଚାକିରି ହେଇନି, ତାହେଲେ ମୁଁ ଚଳିବି କେମିତି? ଆରେ ଝିଅଟାର ଚାକିରି ନହେଲେ କ'ଣ ତୁ ଚଳିପାରିବୁନି? ଝିଅର ଚାକିରି ହେଇନି, ତୁ କାହିଁ ଚିନ୍ତା କରୁଛୁ? ଜଗନ୍ନାଥ ଚିନ୍ତା କରିବେ, ସେଟା ତା ଚିନ୍ତା। ସିଏ ଏମାନଙ୍କୁ ପ୍ରଶଂସାରୁ ପଠେଇଛି, ଆମମାନଙ୍କୁ ପଠେଇଛି, ଆମେ କେମିତି ଚଳିବା, ଚାକିରି କରି ଚଳିବା କି ଭିକ ମାଗି ଚଳିବା, ସେଟା ତା ଚିନ୍ତା। ମଣିଷ କହୁଛି ମୁଁ ତାଙ୍କୁ ସମର୍ପିତ କରିଛି, ମୁଁ ତାଙ୍କୁ ଭଲ ପାଏ, ଖାଲି ପାଟିରେ, ବଚନରେ, ଭାବରେ ନୁହଁ। ଭାବରେ ଯଦି ତୁମେ ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପଣ କରିଦେଇଛ, ତାଙ୍କୁ ପ୍ରେମ କରୁଛ, ବିଶ୍ୱାସ କରନ୍ତୁ, ଖାଲି ଝିଅର ଚାକିରି, ପୁଅର ବାହାଘର, ସ୍ୱାମୀର ପ୍ରମୋଶନ, ଘରର ଛାତ ପଡ଼ିଆ ଭିତରେ ସେ ସୀମିତ ନୁହେଁ। ତମେ କେତେବେଳେ କୁଆଡ଼େ ଯିବ, ମୋ ଭଳି କ୍ଷେତ୍ରରେ ତାର ମଧ୍ୟ ବନ୍ଦୋବସ୍ତ ସେ କରିଦେଉଛି। ମୋର ତ ସବୁ ବନ୍ଦୋବସ୍ତ ସେ କରୁଛି। ଦେହ ଘୋଳା ବିନ୍ଧା ହେଲେ କିଏ ମୋର ଗୋଡ଼ ହାତ ଘଷିବ, ଅଜଣା ଲୋକକୁ ପଠଉଛି, ଯିଏ ଆସି ଖାଲି କହୁଛି ମୁଁ ଆପଣଙ୍କୁ ଘଷିବାକୁ ଆସିଛି। ଆଗରୁ କହିଛି, ଭୋକ କଲେ ଖାଇବା ଆସି ପହଞ୍ଚୁଛି। ଯେଉଁଦିନ ଯାହା ଖାଇବାକୁ ଇଚ୍ଛା କରୁଛି, କୌଣସି ବ୍ୟକ୍ତି ଯଦି ଆସୁଛନ୍ତି, ସେ ସେଇ ଜିନିଷଟା ନେଇକି ଆସୁଛନ୍ତି। ଆଜିକି ବର୍ଷେ ତଳେ ମୋର ଭିଡ଼ିଓ ଦେଖିବେ, 3 ମାସ ଧରି ମୁଁ ଗାଧେଇ ନଥିଲି, ଶୀତ ଦିନେ ସାବୁନ ଲଗେଇ ନଥିଲି, ଦିନେ ଠିକ୍ କଲି ଆଜି ସାବୁନ ଲଗେଇବି। ଏଇ ପୁରୀ ବସାରେ ସକାଳୁ ଗଲି ସାବୁନ କିଣିବା ପାଇଁ, ସକାଳ 7ଟା ଦୋକାନ ଖୋଲିନି। ମୁଁ କହିଲି ଆଜି ଦୋକାନ ଖୋଲିଲେ ସାବୁନ କିଣା ହେବ, ସାବୁନ ଲଗେଇ ଗାଧୁଆ ହେବ। ଠିକ୍ ସେତେବେଳକୁ ଦୋକାନ ଖୋଲା ହେଲେ ସାବୁନ କିଣିବି ବୋଲି ଘରେ ବସି ଭାବୁଛି, ପ୍ରତ୍ୟୁଷା ବୋଲି ମୋର ଗୋଟେ ଝିଅ ବୟସର, ବା ତାକୁ ସାନ ଭଉଣୀ କୁହନ୍ତୁ, ସେ ବି ସଫ୍ଟୱେୟାର ବାଲା, ସେ ବାଙ୍ଗାଲୋର ରୁହେ। ସିଏ ତା ସ୍ୱାମୀ ତା ବାପାଙ୍କ ସହିତ ଆସି ପହଞ୍ଚିଲେ ଏଇ ପୁରୀ ବସାରେ ପ୍ରଥମ ଥର ପାଇଁ। ଇଏ ସିନା ଆସିଲେ ଫଳମୂଳ ଆଣିଥାଏ, ମିଠା ପ୍ୟାକେଟ୍ ଆଣିଥାଏ, କିନ୍ତୁ ପ୍ରତ୍ୟୁଷା ଆଣିଥିଲା ସେଦିନ ମୈସୁର ସ୍ୟାଣ୍ଡେଲ ସପ୍। ଯେଉଁଦିନ ମୁଁ ଠିକ୍ କରିଛି 3 ମାସ ହେଲା ସାବୁନ ଲଗେଇନି, ଆଜି ସାବୁନ ଲଗେଇ ଗାଧେଇବି, ଦୋକାନରୁ କିଣିବି। ଯେହେତୁ ସକାଳ 7ଟାରେ ଦୋକାନ ଖୋଲି ନଥିଲା, ମୁଁ ଅପେକ୍ଷା କରିଛି ଦିନ 9ଟା ହେଲେ ଦୋକାନ ଖୋଲିଲେ ସାବୁନ ଆଣିବି। ଅଥଚ ବାଙ୍ଗାଲୋରରୁ ଯେଉଁ ଝିଅଟି ଆସୁଛି ପ୍ରତ୍ୟୁଷା ବୋଲି, ସେ କ'ଣ ମିଠା ପ୍ୟାକେଟ୍ ଆଣିପାରିନଥାନ୍ତା, ଫଳମୂଳ ଆଣିଥାନ୍ତା? ସେ ସାବୁନ କିଣିବାକୁ କାହିଁ ଭାବୁଛି? ତା ମୁଣ୍ଡରେ ସେଟା କିଏ ଭର୍ତ୍ତି? ସେଇଦିନ ଆଉ ଗୋଟେ କୋଉଦିନ ଆସିଥିଲେ ମୁଁ ଚିନ୍ତା କରିନଥାନ୍ତି। ସେଇଦିନ ମୋର ସାବୁନ ଦରକାର, ମୁଁ ସାବୁନ କିଣିବାକୁ ଅପେକ୍ଷା କରିଛି। ମୋ ଘର ପାଖରେ ବାଙ୍ଗାଲୋରରୁ ସାବୁନ ଧରିକି ପ୍ରତ୍ୟୁଷା ପହଞ୍ଚୁଛି। ଗୋଟେ ଝିଅଟା ଆସୁଛି ପ୍ରଥମ ଥର ପାଇଁ ମୋତେ ଦେଖା କରିବା ପାଇଁ, ସେ ମୋ ପାଇଁ ସାବୁନ ଆଣିବ?
बंधु कहर कथा एगुड़ा कौन सी जिन काकताल नुह प्रभु प्रति मुहूर्त मोर ये पछरे जुलु जुलु कर चाहिए तीन भाई भौणी अच्छा सबू व्यवस्था करुँच तेणु कहर कथा है प्रति निजर अहंकार छाड़ी आई मु छाड़ी प्रति समर्पित हो जाओ पुणी आउ थे रिपीट कर बारंबार ताकू भल पाओ जगन्नाथ को तुम रीतिनीति भितर बांधिकी रखनी जहाँ खाऊच निज घरे जमी बापा को खाया दौच से ही खाद्य दियो सहित मनीष भली व्यवहार करो मनीष भली व्यवहार कले सी भी तुम सहित जड़े गुरुजन बा तुम जड़े बंधु हिसाब से व्यवहार करेंगे यहाँ मो जीवन में जेहेतु घटना घटुची आपण मान मंड भितर यहाँ भर्ती करने चाहूँगी जे संसार में अल्प दिन पर नथिबी किंतु जगन्नाथ प्रति आपणकर जो धारणा जो बद्ध गड़ी आसुवा ट्राडिशनल पारंपरिक धारणा सेटा बदली जाऊ जगन्नाथ आम घर जड़े मुरबी हो जातु आम घर बुढ़ा बापाटे हो जातु यही संदेशटा मुझे दबा केवल चाहूँगी जगन्नाथ आमर ताको खाली सिंहासन में बसैकी धूप दीप दियोनी भावनी धूप दीप देदेले से तुम पर आदौ वर्ष वर्ष धरी धूप दीप न दे पार किंतु तुम हृदय ता प्रति प्रेमर दीपटीए सब दिक दिक ही जलु थाउ ता प्रति तुम हृदय प्रेमर झुणा महकित हो थाउ ता भितर तुम हृदय कर्पूर टिके खेली जाऊ थाउ सी है भावर ठाकुर तेमे तो केतिकी प्रेम करमती देखुच से ता जानी पारुची जदि सी जानिला यही प्रकृति में मत भल पाउची सी तुमर जेमती सी आज संपूर्ण मोर ये भिडियोटी केमती लगे मत निश्चय कहे आउ थे सूचना दे दूची 25 तारिखटा शेष तारिख ध्यान शिविर अटेंड करने आप नाम रजिस्ट्रेशन करार जो मैंने ध्यान शिविर अटेंड करने चाहते से मैंने पप्पू महाराज को फोन कर नाम रजिस्ट्रेशन करने यही मास 25 तारिख द्वितीय सूचना है आमर शून्यस्वामी ध्यानपीठ द्रुत गति आगे चली कहीं मत पचार फोन रे ना शून्यस्वामी कहीं दिहला जन दूची 1996 मसीह ध्यानस्थ अवस्था यही कालू मो ना से नामकरण कर तू आध्यात्मिक जगत में शून्य स्वामी भाव में परिचित हो जदियो ए नाटा को मु आज जाए 96 30 वर्ष धरी केबे प्रकट कर नथिली कि काहाके कहि नथिली किंतु समय जेहेतु आसी जाइछि कालू कहला बर्तमान तू प्रकाश करिजे तेणु से कालू देइथिबा नाम रे आश्रम ना होची शून्यस्वामी ध्यानपीठ आश्रम कह जाउनी ध्यानपीठ कहीं कहूची जीवनर सकल समस्यार समाधान होची ध्यान जीवनर सकल प्रश्नर उत्तर होची ध्यान जीवनर सकल रोगर उपशमर औषध होची ध्यान मेडिटेशन इज द ओनली वे फॉर सॉल्यूशन ऑफ ऑल योर प्रॉब्लम थरे ध्यान शिखंतु ध्यान रे प्रवेश करंतु तापरे कहिबे मु जहाँ कहूँ मो कथार सत्यता केते अछि आज पे रही नमस्कार कालू को आउ टिके पाखु जदि देखा कथा देखी दियो आज जेहेतु बुधवार आज कला बुधवार से ग्रीन लुगा पिंधि थाए रहुची नमस्कार।